ଶୁଣୁନି ଡାକ ବି ଶୁଣୁନି। ଏ କାଢେ କାଢେ କଣଟା କାଢିବି? କାଢେ ଷ୍ଟୁଲଟା କାଢେ, ମୋ ଗୋଡରୁ ଷ୍ଟୁଲଟା କାଢେ। ଏଇଟା ହଁ ଏଇଟା କିଏ ଦେଇଥିଲା? ତୁ କାଢେ, ମୁଁ କହୁଛି ତୁ କାଢେ। ଆବେ ଆଉ କାଢେ ବା ତୁ। ଆବେ ଟାଇଟ୍ ହେଇ ତୋ ଗୋଡ ଏତେ ହଉଛ। ଆବେ କାଢୁନୁ, ଆବେ ତୁ ଆଗକୁ ଦେ ନା, କାଢେ ପଛକୁ କାଢେ, ପଛକୁ ପଛକୁ ପଛକୁ। ସେଇଟା ଏଠି କିଏ ଢିଲା ଦେଇଥିଲା? ଜୀବନ ପଳେଇଗଲା ବେ। ର ଆକୁ ଏଠି ଢିଲା କିଏ ଦେଇଥିଲା ତୋ ଗୋଡରେ? ଯୋଗ କରୁଥିଲି। ଯୋଗ କରୁଥିଲୁ? ତୁ ଏମିତି କଣ ଅଜଣା ଭଳିଆ ହଉଛୁ? ଆଜି କେତେ ତାରିଖ? ଆରେ ଆଜି 21 ତାରିଖ ଟି। ହଁ, ଆଜି ବିଶ୍ଵ ଯୋଗ ଦିବସ କି ନାଇଁ? ଆବେ ଯୋଗ ଦିବସ, ତୁ ତ ଯୋଗ ଫୋଗ କିଛି ଶିଖିନଥିଲୁ କୋଉଠି? ଆରେ ମୁଁ ଶିଖିନଥିଲି, କାଲି ୟୁଟ୍ୟୁବରେ ଦେଖିଲି, ଏଇ ଯୋଗଟା ମତେ ସହଜ ଲାଗିଲା। ଏଇ ଗୋଟାକୁ ଏମିତି କରୁଛି, ଖାଲି ଖସିଲା, ମୁଁ ଷ୍ଟୁଲ ଟାଣି ଦେଇଦେଲି। ଭାଇ ଜମ୍ପ ଲାଗିଗଲା ଆଉ। ହେ ୟୁଟ୍ୟୁବରେ ଯଦି ଲୋକ ଯୋଗ ଶିଖିକି ସବୁ କରି ପକାନ୍ତି, ତାହେଲେ ଏଇ ସବୁ ଅଛନ୍ତି ଯୋଗ ଶିକ୍ଷକ ଯୋଉମାନେ ସବୁ ଅଛନ୍ତି, ସେମାନେ କାହିଁକି ଅଛନ୍ତି? ତୁ ତ ଖାଲି କହିବୁ ସେ କଥା ଆଉ। ଆଉ ଏଇ ଯୋଉ କୁହନ୍ତିନି, ମାନେ ବିଛା ମନ୍ତ୍ର ଜାଣିନଥିବ ସାପ ପଛରେ ହାତ ମାରିବା କଥା, ଯାହା ତୁ ଯୋଗ କରିବା ହଉଛି ସେଇଆ, ବୁଝୁଛୁ? ମୁଁ କେବେ କରେ, ଆଜି ଗୋଟେ ଯୋଗ ଦିବସ ବୋଲି ମୁଁ ଗୋଟେ କରିଦେଲି ରିଲ୍ସ। ତୁ ତ ସ୍କୁଲରେ ଆମର ଯେତେବେଳେ ସାର୍ ଶିଖାନ୍ତି ଯୋଉ ଖେଳ ପିରିୟଡରେ, ସାର୍ ଯୋଉ ଏକ୍ସରସାଇଜ ହେରିକା ଶିଖାନ୍ତି, ସେଥିରେ ତ ତୁ କରୁନା ଯାଇକି ନୁଚୁ ବଣରେ। ତୁ ପଳେଇ ଆଇଛୁ 50 ବର୍ଷରେ, ଗୋଡ ଟେକି ଗୋଟେ ଗୋଡ ତଳେ ଗୋଟେ ଷ୍ଟୁଲ ଢିରା ଦେଇ କହୁଛୁ ନା ଯୋଗ ଶିଖିବି। ସେ ୟୁଟ୍ୟୁବରେ ବା ସେ ଏମିତି ଷ୍ଟୁଲଟା ହେଇଥିଲା, ଷ୍ଟୁଲଟା ଏମିତି ଟାଣିବ, ଟାଣିଲେ ସେ ଗୋଡଟା ଏମିତି ସିଧା ହବ। ଏଇ ଶୁଣୁ, ଏଟା ଉଠାସନ। ଗୋଟେ କଥାରେ ଅଛି, ଅଳ୍ପ ବିଦ୍ୟା ଭୟଙ୍କରୀ। ଯୋଉ ବିଦ୍ୟା ତମେ ଜାଣିନଥିବ ତାକୁ ଯଦି ପ୍ରୟୋଗ କରିବ, ଅସୁବିଧା ହବ। ତୁ ବର୍ତ୍ତମାନ ଅଛୁ ନାଠି ହେଇଯାଇଥାନ୍ତା, ସେ ଗୋଡ ଭାଙ୍ଗି ହେଇନଥାନ୍ତା, କଣ ହେଇଥାନ୍ତା? ଚାଲି ଯାଇଥିଲା, ଖାଲି କାଶ କଣ ଏମିତି ହେଲା। ଭାଇ ଆପଣ ମାନଙ୍କୁ ମଧ୍ୟ ଆମେ ସଚେତନ କରିଦଉଛୁ, ଆପଣ ମାନେ ଯୋଗ କରନ୍ତୁ। ଯୋଉମାନେ ଜାଣିଛନ୍ତି, ଯୋଉ ଯୋଗ ଶିକ୍ଷକ ମାନେ ଅଛନ୍ତି, ତାଙ୍କ ପାଖକୁ ଯାଆନ୍ତୁ। ଆଉ ପଇସାକୁ ଡରିକି ଆପଣ କହିବେ ମୁଁ ୟୁଟ୍ୟୁବରୁ ଦେଖିକି କରିଦେବି, ସେ ଫେସବୁକରୁ ଦେଖିକି କରିଦେବି, ସେମିତି ସବୁ ହୁଏନି ଆଜ୍ଞା। ତାର ସବୁ ଅଛି, ପାଠ ସବୁ ଅଛି। ଯୋଉ କଥାରେ ଅଛି, ଯୋଉ ବିଛା ମନ୍ତ୍ର ଜାଣିନଥିବ, ସାପ ପଛରେ ମୁଁ ହାତ ମାରିବି, ତା ଅବସ୍ଥା ଯା, ଆ ଅବସ୍ଥା ସେଇଆ। ସେମିତି ଆଜ୍ଞା କରନ୍ତୁନି, ଯୋଗ କରନ୍ତୁ, ଯୋଗ ସ୍ୱାସ୍ଥ୍ୟ ପାଇଁ ଭଲ। କିନ୍ତୁ ଯଦି ଭୁଲ ଭାଲ କରିବେ, ତାହେଲେ ସ୍ୱାସ୍ଥ୍ୟ ପାଇଁ ଖରାପ ହବ, ହଇରାଣ ହେବେ। ନାଇଁ ଭାଇ, ମୋ ଭଳିଆ ଜମା କରନ୍ତୁନି। ପୁରା ପ୍ରପର ଟ୍ରେନର ପାଖରୁ ଆପଣ ଯୋଗ ଶିଖନ୍ତୁ, ଆଉ ଯୋଗ ଦିବସକୁ ଭଲ ଭାବରେ ପାଳନ କରନ୍ତୁ। ହାପି ଯୋଗ ଦିବସ। ରହିଲୁ ଆଜ୍ଞା, ଜୟ ଜଗନ୍ନାଥ।